ଚଢ଼େଇ ଆଗକୁ ଯାଉଥିଲା। ହଠାତ୍ ତାର ନଜର ଏକ ବଡ଼ ଆମ୍ବ ଗଛ ଉପରେ ପଡ଼ିଲା। ସେ ଆମ୍ବ ଗଛରେ ଅନେକ ଆମ୍ବ ଫଳିଥିଲା। ଆରେ ବାଃ, ଏ ଆମ୍ବ ଗଛଟି ତ ଅନେକ ବଡ଼, ଆଉ ସେଥିରେ କେତେ ଆମ୍ବ ଫଳିଛି। ମୁଁ ଗୋଟେ କାମ କରି ଏ ଆମ୍ବ ଗଛରୁ କିଛି ଆମ୍ବ ତୋଳି ବଜାରକୁ ନେଇଯାଏ। ଆମ୍ବ ବିକ୍ରି କରି ଅଳ୍ପ କିଛି ଟଙ୍କା ହେଲେ ପାଇଯିବି। ତାପରେ ଚଢ଼େଇ ଏକ ଲାଠି ନେଇ ଆମ୍ବ ପାଳିବା ଆରମ୍ଭ କଲା। ଏସବୁ ଦେଖି ଆମ୍ବ ଗଛ ଭୀଷଣ ରାଗିଗଲା। ଏଇ କିରେ ତୁ? ମୁଁ ତତେ ଚିହ୍ନିନି। ତୁ ମୋ ଅନୁମତି ନ ନେଇ ମୋ ଆମ୍ବ ତୋଳିବାକୁ ସାହସ କେମିତି କଲୁ? ମତେ ଅଳ୍ପ କିଛି ଆମ୍ବ ତୋଳିବାକୁ ଦିଅ ଆମ୍ବ ଗଛ। ତମ ଆମ୍ବ ତୋଳି ମୁଁ ବଜାରକୁ ଯିବି। ଯାହା ବି ଟଙ୍କା ପାଇବି ସେଥିରେ ମୁଁ ଘର ପାଇଁ ସଉଦା ଆଉ ମୋ ଅସୁସ୍ଥ ସ୍ୱାମୀଙ୍କ ପାଇଁ ଔଷଧ କିଣିବି। ତମ ଗଛରେ ତ ଅନେକ ଆମ୍ବ ଫଳିଛି, ମତେ ଅଳ୍ପ କିଛି ଆମ୍ବ ଦେଇ ସାହାଯ୍ୟ କର।